ମନ୍ତ୍ରଟି ହେଲା ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନ ବିଷ୍ଣୁ ପ୍ରଚୋଦୟାତ୍। ଭାଇର ହାତରେ ରାକ୍ଷୀ ବାନ୍ଧିଲା ବେଳେ ମନ୍ତ୍ରଟି ପଢ଼ିଲେ ମହାପ୍ରଭୁ ନାରାୟଣ କୃପା କରିଥାନ୍ତି। ନମସ୍କାର ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଆଷ୍ଟ୍ରୋ ରଞ୍ଜନ ସ୍ପିକ୍ସକୁ। ଆପଣମାନଙ୍କର ପାରିବାରିକ ଜ୍ୟୋତିଷାଚାର୍ଯ୍ୟ ଏବଂ ବାସ୍ତୁବିଦ ପଣ୍ଡିତ ରଞ୍ଜନ କୁମାର ମହାପାତ୍ର। ଦର୍ଶକ ବନ୍ଧୁ, ଜାତୀୟ ସଂହତିର ଏବଂ ଭାଇ ଭଉଣୀଙ୍କର ଅତ୍ୟନ୍ତ ଇପ୍ସିତ ପର୍ବଟିଏ ହେଉଛି ରାକ୍ଷା ପୂର୍ଣ୍ଣିମା। ଏ ରାକ୍ଷୀ ପୂର୍ଣ୍ଣିମା ବଳଭଦ୍ର ମହାପ୍ରଭୁଙ୍କର ଜନ୍ମଦିନ ହୋଇଥିଲା ବେଳେ ଜାତୀୟ ସଂହତିର ଦିବସ ଭାବରେ ଯଦି ଦେଖିବା ପ୍ରାଚୀନ କାଳରୁ ରାଜା ବଳିଙ୍କ ହାତରେ ମା ଲକ୍ଷ୍ମୀ ରକ୍ଷା ବନ୍ଧନ କରି ଭଗବାନଙ୍କୁ ମୁକୁଳେଇଥିଲେ। ସେହିପରି ଆଗେ ଯେତେବେଳେ ମୋଗଲ ସାମ୍ରାଜ୍ୟ ଥିଲା ସେତେବେଳେ ରକ୍ଷାବନ୍ଧନ ପରମ୍ପରା ଥିଲା। ବିଶେଷ କରି ହିନ୍ଦୁ ପରମ୍ପରାରେ ରକ୍ଷାବନ୍ଧନ ଏକ ବିଶେଷ ତତ୍ତ୍ୱକୁ ବହନ କରୁଥିଲା ବେଳେ ଭାଇଟିଏ ଭଉଣୀର ରକ୍ଷାକର୍ତ୍ତା ଭାବରେ ସର୍ବଦିନ ପାଇଁ ଜନମାନସରେ ପ୍ରତିହତ ହୁଏ, ଏହା କହିବା ବାହୁଲ୍ୟ ମାତ୍ର। ଭାଇର ହାତରେ ରାକ୍ଷୀଟିଏ ବାନ୍ଧି ତା ମୁଣ୍ଡରେ ସିନ୍ଦୁର ଓ ଚାଉଳ ଟିକେ ଲଗାଇ ଦେଇ ଭାଇକି ବନ୍ଦାପନା ପୂର୍ବକ ଭଉଣୀ କେବଳ ତା ମଙ୍ଗଳ ମନାସେ ନାହିଁ, ବରଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଭାଇକି ଶପଥ କରାଏ। ଭାଇ ଅଙ୍ଗୀକାରବଦ୍ଧ ହୋଇଯାଏ। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅମୃତ ବେଳାରେ ଭାଇର ହାତରେ ରାକ୍ଷୀଟିଏ ବନ୍ଧା କରି ଭାଇର ହାତରେ ରାକ୍ଷୀଟିଏ ବାନ୍ଧି ଭଉଣୀ ତାର ଶୁଭ ମନାସେ। ସତରେ ଏ ରାକ୍ଷୀ ସଂକଳ୍ପର ଆଉ ଏକ ମୂର୍ତ୍ତିମନ୍ତ ଦିବସ ଭାବରେ ପ୍ରତିଭାତ ହୁଏ। ମହାପ୍ରଭୁ ଜଗନ୍ନାଥ ମହାପ୍ରଭୁ ବଳଭଦ୍ରଙ୍କ ହାତରେ ମା ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି। କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର ପାଇଁ ପୁରୀରୁ ରାକ୍ଷୀ ଯାଏ। ଇଏ ହେଉଛି ପରମ୍ପରା, ଇଏ ହେଉଛି ଓଡ଼ିଆ ସଂସ୍କୃତି। ଆଉ ଗୋଟିଏ କଥା ହେଲା, ଇଏ ରକ୍ଷା ପୂର୍ଣ୍ଣମୀରେ ଯେହେତୁ ବଳଭଦ୍ରଙ୍କର ଜନ୍ମ, ମହାପ୍ରଭୁ ବଳଭଦ୍ରଙ୍କର ଏ ଦିନ ମଧ୍ୟ ଗୋ ପୂଜା କରାଯାଏ। ଗାଈକି ପୂଜା କରି ତାଙ୍କ ମୁଣ୍ଡରେ ରାକ୍ଷୀ ବାନ୍ଧି ଖାଇବାକୁ ଦେଇ ମାଙ୍କୁ ପୂଜା କରିବା ଅର୍ଥ ଜୀବନରେ ଦୁଃଖ ରହେ ନା, ଦେହ ଶାରୀରିକ ଅସୁସ୍ଥତା ରହେ ନା। ମାଙ୍କ କୃପାରୁ, ମା ଗୋମାତାଙ୍କ କୃପାରୁ ନିଶ୍ଚିତ ଭାବରେ ଆମ ମାନଙ୍କର ମଙ୍ଗଳ ହୁଏ। ଆସନ୍ତୁ ରାକ୍ଷୀଟିଏ ବାନ୍ଧିବା, ମଙ୍ଗଳ ମନାସିବା। ଭାଇର କେବଳ ନୁହେଁ, ଦେଶର, ଜାତିର, ରାଜ୍ୟର ମଙ୍ଗଳ ମନାସିବା ସହିତ ଆମେ ଆମ ସଂସ୍କୃତିର ମହାମନ୍ତ୍ରକୁ ଜାବୁଡ଼ି ଧରିବା। ଆଜି ଯେହେତୁ ରାକ୍ଷୀ ପୂର୍ଣ୍ଣିମା, ବଳିରାଜଙ୍କ ହାତରେ ମା ଲକ୍ଷ୍ମୀ ବାନ୍ଧିଥିଲେ ଜନବଦ୍ଧ ବଳିରାଜା ଯେଉଁପରି ବାନ୍ଧିଥିଲେ, ଠିକ୍ ସେପରି ଭଉଣୀଟି ଆଜି ବାନ୍ଧୁ, ଭାଇର ମଙ୍ଗଳ ମନାସୁ। ବଡ଼ ଭଉଣୀ ହେଇଥିଲେ ଭାଇକି ଆଶୀର୍ବାଦ କରୁ, ସାନ ଭଉଣୀ ହେଇଥିଲେ ଭାଇଠାରୁ ଆଶୀର୍ବାଦ ରହୁ। ଦେଖିବେ ଜୀବନ ପରିବ୍ୟାପ୍ତ ହେଇଯିବ, ଜୀବନ ଆନନ୍ଦମୟ ହେଇଯିବ, ଜୀବନ ସୁଶୃଙ୍ଖଳ ହେଇଯିବ। ଆମ ସଂସ୍କୃତି, ଆମ ଜଗନ୍ନାଥ ସଂସ୍କୃତି ଏହି ବାର୍ତ୍ତା ପ୍ରଦାନ କରୁଥିଲା ବେଳେ ଆଜି ଯଦି ମନ୍ତ୍ର ପଢ଼ିଲା ବେଳେ ମହାପ୍ରଭୁଙ୍କୁ ସ୍ମରଣ ଯାଏ, ମହାପ୍ରଭୁ ମନେ ପକାଯାଏ, ମହାପ୍ରଭୁ ମନ୍ତ୍ରକୁ ଜପ କରାଯାଏ। ମନ୍ତ୍ରଟି ହେଲା ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନ ବିଷ୍ଣୁ ପ୍ରଚୋଦୟାତ୍। ଭାଇର ହାତରେ ରାକ୍ଷୀ ବାନ୍ଧିଲା ବେଳେ ମନ୍ତ୍ରଟି ପଢ଼ିଲେ ମହାପ୍ରଭୁ ନାରାୟଣ କୃପା କରିଥାନ୍ତି। ଆସନ୍ତୁ ନା ଭଉଣୀଟିଏ ଭାଇ ଆଖି ରାକ୍ଷୀ ବାନ୍ଧିବା, ଜାତୀୟ ସଂହତିର ପର୍ବକୁ ପାଳନ କରିବା, ଗାଈଙ୍କୁ ପୂଜା କରିବା, ଗୋମାତାଙ୍କୁ ପୂଜା କରିବା, ବଳଭଦ୍ରଙ୍କୁ ପୂଜା କରିବା। ଏହା ହିଁ ହେଉ ରାକ୍ଷୀ ବନ୍ଧନର ସଂକଳ୍ପ, ରକ୍ଷା ପୂର୍ଣ୍ଣିମାର ସଂହତିର ବାର୍ତ୍ତାବହ। ଆସନ୍ତୁ ରାକ୍ଷୀଟିଏ ବାନ୍ଧିବା, ଆନନ୍ଦରେ ଦିନଟିକି କଟେଇବା। ଆଜି ପାଇଁ ରହୁଛି। ଯଦି ଆପଣମାନଙ୍କର କ'ଣ ସମସ୍ୟା ରହିଛି, କାଳସର୍ପ ଯୋଗଠୁ ଆରମ୍ଭ କରି ମାଙ୍ଗଳିକ ଯୁଗ ପର୍ଯ୍ୟନ୍ତ, ବିବାହରେ ବିଳମ୍ବ, ଚାକିରିରେ ସମସ୍ୟା, ସନ୍ତାନ ପୀଡ଼ା, ଏ ସମସ୍ୟାର ସମାଧାନ ମୁଁ ମୋର এই ୟୁଟ୍ୟୁବ ଚ୍ୟାନେଲ ଆଷ୍ଟ୍ରୋ ରଞ୍ଜନ ସ୍ପିକ୍ସରେ ଆପଣମାନଙ୍କୁ ଜଣାଇବି।
ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଯୋଗାଯୋଗ ନମ୍ବର 9338885550। ଆଜି ପାଇଁ ରହୁଛି ନମସ୍କାର।